ଏଲ୍ଟି ରାନୀ ଦିଦି ଆସିଥିଲେ ଆଉ ମୁଁ ସିକ୍ୟୁରିଟି ଆଉ ସୁପର ଜଣେ ପାଣି ଦଉଥିଲା ବच्चा ମୋ ଝିଅର ଝାଡ଼ା ବାନ୍ତି ତେଣୁକରି ମୁଁ ଆସିଲା ବେଳେ ଯେତେବେଳେ ଦେଖିଲି 3ଟା ବେଳକୁ ଆସିଲି 3ଟାରେ ଆସିଲା ବେଳକୁ ଯେତେବେଳେ ଦେଖିଲି ଏପଟେ ନର୍ସ ନାହିଁ କେହି ନାହିଁ ହେଲା ଖାଲି ଅଲରେଡି ସିକ୍ୟୁରିଟି ବସିଛି ମୁଁ ସେପଟେ ରୁମ୍ କରି ଗଲି ନର୍ସ ନାହିଁ ନଥିଲା ବି ନର୍ସ ନଥିଲା ଖାଲି ଅଲରେଡି ଥିଲେ ବେଲେ ଯୋଉ ଯିଏ ବ୍ୟାଣ୍ଡେଜ ଫ୍ୟାଣ୍ଡେଜ କରୁଛନ୍ତି ସେ ଭାଇ ଥିଲେ ଆଉ ଫାର୍ମାସିଷ୍ଟ ବାଲା କେହି ନଥିଲେ ବର୍ତ୍ତମାନ ଏମିତି ଯଦି ସଂସ୍ଥା ହବ ଆମେ ଚାଲିବୁ କେମିତି ଆମ ପେସେଣ୍ଟ ଯୋଉ ଆଣିକି ଧରିକି ଯୋଉଠି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଅଛି ସେଠି 8 ଘଣ୍ଟାର ସେବା ଦିଆହଉଛି ବାସ୍ତବରେ ଏଠି ଦିଆହଉଛି ନା ଏଠି କାହିଁ ଦିଆ ହଉନି ନା 8 ଘଣ୍ଟା କାହିଁ ଡ୍ୟୁଟି କରୁଛନ୍ତି ଡ୍ୟୁଟି ବି ଦେଉନାହାନ୍ତି 8 ଘଣ୍ଟା ବି ମନ ଇଚ୍ଛା ଏମାନଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ନେବା ତାଙ୍କର ଦୃଢ କାର୍ଯ୍ୟାନୁଷ୍ଠାନ ଅନୁଷ୍ଠାନ ପୁରା ଗ୍ରହଣ କରାଯାଉ ତାଙ୍କ ବର୍ତ୍ତମାନ ଯିଏ ଏବେ ଅଛନ୍ତି ତାଙ୍କୁ ଇଏ କରନ୍ତୁ ପୂର୍ବରୁ ଯୋଉ ମ୍ୟାଡାମ ଥିଲେ ବି ସେ ବହୁତ ବଢିଆ ଥିଲେ ସେ ତାଙ୍କ ଟାଇମ ଟେବୁଲ ଠିକ ଥିଲା ତାଙ୍କୁ ଏମାନେ ପଲିଟିକାଲ କରିକି ତାଙ୍କୁ ଆଉଟ କରିଦେଲେ ସେ ବର୍ତ୍ତମାନ ସିଏ ଆସିବା ଦରକାର ଏଠିକି ଆମେ ଚାହୁଁଛୁ ଇୟା 3ଟା ବେଳକୁ କିଏ ସବୁ ଆସିଥିଲେ ଆସିଥିଲେ ନର୍ସ ଜଣେ ଆସିଥିଲେ କଣ ନାଁ ଥିଲା ସପନା ଆଚ୍ଛା ଆଉ ମନୋଜ ସବୁ ଜଣେ ଆସିଥିଲେ ଆଣ୍ଟିନାଣ୍ଟ ଆଉ ଏଲ୍ଟି ରାନୀ ଦିଦି ଆସିଥିଲେ ଆଉ ମୁଁ ସିକ୍ୟୁରିଟି ଆଉ ସୁପର ଜଣେ ପାଣି ଦଉଥିଲା ବच्चा ପରେ କିଏ ଆସିଲେ ସବୁ ତାପରେ ପରେ ଆସିଲେ କଲ୍ୟାଣୀ ଦିଦି ଆଉ ସୁମନ୍ତ ସାର୍ ପେସେଣ୍ଟ ସବୁ ଆସିଥିଲେ ସେତେବେଳେ ପେସେଣ୍ଟ ସବୁ ଆସିକି ଅପେକ୍ଷା କରିଥିଲେ ନା କେତେ ଜଣ ଖଣ୍ଡେ ପେସେଣ୍ଟ ଆସିଥିଲେ 2-3 ଜଣ ଆସିଥିଲେ ତିନିଟାରୁ ଆପଣଙ୍କର ତୁଲିଆର କଥା ମୁଁ ସାର୍ ଜଏନିଂ କରି ଯାଇଥିଲି କୋଷ ଆସି ଯେଉଁ ଛେଣ୍ଡିପଦା ଆସି ଆଜି ମୋର ପ୍ରମୋସନ ଅର୍ଡର ଆସିଥିଲା ଯେ ଜଏନିଂ କରି ଯାଇଥିଲି ଏଇଟା ଜଷ୍ଟ ଛେଣ୍ଡିପଦାରେ ଫେରୁଛି ଡକ୍ଟର କୋଉଠି ଯାଇଛନ୍ତି ଡକ୍ଟର ଆଜି ଆସିଥିଲେ ଯେ 5 ବର୍ଷ ତ ହେଇଯିବ ବୋଧେ ଚିକେନ ପକ୍ସ ଆଜ୍ଞା ଏତେ ସମୟ ହେଲାଣି ରୋଗୀ ରହିଲେଣି ଆପଣ କରିକି ଯାଇଥିବେ ଏଠୁ ଆମର ଆଉ ଜଣେ ଥିଲା ଯେ ସେ ନାହାନ୍ତି ଆଜି ରୋଗୀ ହଇରାଣ ହଉଛନ୍ତି ଏବଂ ଆପଣ ଜଏନିଂ କରିବା ପାଇଁ କଥା ଯାଉଛନ୍ତି କାହାକୁ ଆପଣ ଇନଫର୍ମ କରିକି ଯାଇଥିବେ ଯେ ଆଜି ଆପଣ କାମରେ ଯାଇଛନ୍ତି ଅଫିସିଆଲି ମୁଁ ସଂଗ୍ରାମ ମାଝୀ ମୁଁ କହିଥିଲି ଆଜ୍ଞା ସେ କଣ ଅଛନ୍ତି ଏଠି ସେ ଫାର୍ମାସିଷ୍ଟ ଆଚ୍ଛା ତାଙ୍କର ଡ୍ୟୁଟି ଥିଲା ଆଜି ହଁ କିନ୍ତୁ ସେ ସକାଳ ବେଳେ ଆସିଥିଲେ ନା ଆସୁନଥିଲେ ଆସିଥିଲେ ଏବେ ଉପରବେଳେ ଆସିନାହାନ୍ତି ନା ଏତେ ରୋଗୀ ହଇରାଣ ହଉଛନ୍ତି ୟାକୁ କିଭଳି ଆପଣ ଦେଖୁଛନ୍ତି ଯେହେତୁ ଆପଣ ଜଣେ ସ୍ୱାସ୍ଥ୍ୟକର୍ମୀ ଆପଣ ସ୍ୱାସ୍ଥ୍ୟ ସେବା କରିବା ପାଇଁ ଶପଥ ନେଇଛନ୍ତି ଏତେ ଲୋକ ହଇରାଣ ହଉଛନ୍ତି କିଭଳି ଦେଖୁଛନ୍ତି ଆପଣ ଏବେ କେତେ ଟାଇମ ହେଲାଣି ଆପଣ ଜାଣିଛନ୍ତି ପାଖାପାଖି 1.5 ଘଣ୍ଟା ହେଲାଣି ମେଡିକାଲ ବନ୍ଦ ରହୁଛି ଆପଣ କେତେବେଳେ ଆସିଥିଲେ